ଶିଖିବା ତ ଗଭର୍ଣ୍ଣମେଣ୍ଟ ଆଠୁ କିଛି ନାହିଁ କିନ୍ତୁ ଆମର ନୀଳଶୈଳ କଳା ମନ୍ଦିର ଗୋଟେ ଅଛି ସଙ୍ଗୀତ ଶିଖିବା ସଙ୍ଗୀତ ପାଇଁ ଆମର ସୁରଭୂମର ଗୋଟେ ଅଛି ଗୀତ ଶିଖିବା ପାଇଁ ଦୁଇଟା ହେଉଛି ଗୀତ ଶିଖିବା ପାଇଁ ଅଛି ଗୀତ ମ୍ୟୁଜିକ୍ ଯଦି କିଛି ଇନଷ୍ଟ୍ରୁମେଣ୍ଟ ଶିଖିବା ପାଇଁ ଅଛି ତା ପାଇଁ ଗୁରୁ ଜଣେ ଆସୁଛନ୍ତି ବାହାରୁ ଆମର ଜଣେ ଗୁରୁ ଆସୁଛନ୍ତି ନାଗପୁର ଆସି ଶିଖାଉଛନ୍ତି ଯଦି ନୃତ୍ୟ ଶିଖିବେ ତାହେଲେ ଆମର ତ ଜୟପୁର କଳାକେନ୍ଦ୍ର ଆଉ ଅନ୍ୟ ଦୁଇ ତିନିଟା ବି ଅଛି ମୀରା ଡ୍ୟାନ୍ସ ଗ୍ରୁପ୍ ଭଳିଆ କେତେଟା ଗ୍ରୁପ୍ ଅଛି ସେମାନେ ନୃତ୍ୟ ଶିଖିପାରୁଛନ୍ତି କିନ୍ତୁ ଯଦି ଏକ୍ଜାମ୍ ଫେକ୍ଜାମ୍ ଯଦି କହିବେ ମାନେ ମାନେ ଏଇ ସୁରଭୂମରେ ହେଉଛି କଳା କେନ୍ଦ୍ରରେ ବି ହେଉଛି ବର୍ତ୍ତମାନ କେନ୍ଦ୍ର ସରକାର ଯେଉଁ ବର୍ତ୍ତମାନ ନ୍ୟୁ ଏଜୁକେସନ୍ ପଲିସି ଆଣୁଛନ୍ତି ନ୍ୟୁ ଏଜୁକେସନ୍ ପଲିସିରେ ସମସ୍ତେ ସବୁ ବିଷୟ ରଖିପାରିବେ ମାନେ ଗୋଟେ ଆର୍ଟ୍ସ ଷ୍ଟୁଡେଣ୍ଟ ମ୍ୟୁଜିକ୍ ସବଜେକ୍ଟ ରଖିପାରିବେ ସାଇନ୍ସ ଷ୍ଟୁଡେଣ୍ଟ ରଖିପାରିବେ ତେଣୁ ଜଣେ ଯଦି କ୍ୟାରିୟର କରିବା ପାଇଁ ଚାହୁଁଛି ତାହେଲେ କେମିତି କରିବେ ତା ପାଇଁ ଗୁଣପୁରରେ ଗୋଟେ କଲେଜ ଅଛି ଗୁଣପୁରରେ ଗୋଟେ ମ୍ୟୁଜିକ୍ କଲେଜ ଆର୍ଟ କଲେଜ ପେଣ୍ଟିଂ କଲେଜ ଗୋଟେ ଅଛି ଅଲରେଡ଼ି ଅଛି ସେଟା ବି ପ୍ରାଇଭେଟ୍ ଅଛି ସେମିତି ଯଦି ଜୟପୁରରେ ଯଦି ହେବ ଗଭର୍ଣ୍ଣମେଣ୍ଟ ଆଠୁ କାର୍ଡ଼ ଯଦି କରିପାରିବ ବୋଲି ସେଟା ହେଇପାରିବ କିନ୍ତୁ ନହେଲେ ଏବେ ଜୟପୁରରେ ମାନେ ଏଇଟା ମାଧ୍ୟମ ଆଉ କିଛି ନାହିଁ ମାନେ ସରକାରୀ ସ୍ତରରେ କିଛି ନାହିଁ ଆପଣ ଚେଷ୍ଟା କରୁନାହାନ୍ତି ଅଲ୍ ଇଣ୍ଡିଆ ରେଡ଼ିଓ ଅଛି ସବୁ ଅଛି ବହୁତ କଳାକାର ଏବେ ଯେତିକି କଳାକାର ଆମେ ବାହାରିଛୁ ସବୁ ତ ଅଲ୍ ଇଣ୍ଡିଆ ରେଡ଼ିଓର ଷ୍ଟାଫ୍ ଆର୍ଟିଷ୍ଟ ମାନଙ୍କ ଦ୍ୱାରା ବାହାରିଛୁ ସେମାନେ ଯାହା ଆମକୁ ଶିକ୍ଷା ଦେଇଥିଲେ ତା ଦ୍ୱାରା ଆମେ ବାହାରିଛୁ ଆଉ ଏବେ ତ ଷ୍ଟାଫ୍ କିଏ ଅଲ୍ ଇଣ୍ଡିଆ କିଏ ନାହାନ୍ତି ବିଜୟ କୁମାର ସାନ୍ତରେ ଛାଡ଼ିଦେଲେ ଆଉ କିଏ ଉପରେ ନାହାନ୍ତି ଆଉ ତ ବିଧିବଦ୍ଧ ଭାବେ ଜଣେ ଯେଉଁ ରହିଛି ଅଭିନୟ ହଉ ବା ନୃତ୍ୟ ହଉ ବା କଳା କ୍ୟାରିୟର କରିବା ପାଇଁ ଚାହୁଁଛି ତେଣୁ ସରକାରୀ ସ୍ତରରେ ପ୍ରୋତ୍ସାହନ ବା ସରକାର ଅନୁଷ୍ଠାନ ହେବାର ଆବଶ୍ୟକ ଅଛି ନିହାତି ଦରକାର ଆମର ଜୟପୁରରେ ଯେଉଁ ସଙ୍ଗୀତ ମହାବିଦ୍ୟାଳୟ ଥିଲା ସେଟା ଅଲରେଡ଼ି ବନ୍ଦ ହେଇଯାଇଛି ଯଦି ସେଟାକୁ ଆମର ଯେଉଁ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଯଦି କିଛି କରାଯାଏ ତ ତା ଦ୍ୱାରା କ'ଣ ହେବ ନା ଲୋକ ପିଲା ଶିଖିପାରିବେ ଗୀତ ଶିଖିପାରିବେ ଡ୍ୟାନ୍ସ ଶିଖିପାରିବେ ପେଣ୍ଟିଂ ଶିଖିପାରିବେ ଅନ୍ୟାନ୍ୟ ବହୁତ ଜିନିଷ ଶିଖିପାରିବେ ଆମର କଲଚର ନାଇଁ ବିକ୍ରମ ୟୁନିଭର୍ସିଟି ସେଠି ସବଜେକ୍ଟ ଖୋଲିବା କଥା ବିଭିନ୍ନ କଲେଜରେ ଖୋଲିବା କଥା କିମ୍ବା ସେଣ୍ଟ୍ରାଲ ୟୁନିଭର୍ସିଟି ଦିଗରେ ପ୍ରୟାସ ହେବା କଥା କି ସେଟା ହେଲେ ବହୁତ ଭଲ ହେଇଥାନ୍ତା ଆମେ ଯଦି ସେଟା ହେଇପାରିବ ଏବେ ତ ଗଭର୍ଣ୍ଣମେଣ୍ଟ ନୂଆ ଯେଉଁ କରିଛନ୍ତି ଯଦି ହେବ ହେଲେ ଆମେ ତାକୁ ନିଶ୍ଚୟ ଡିମାଣ୍ଡ କରିବୁ ଆମ ଆଡ଼ରୁ ଆମ କୋରାପୁଟିଆ କଳାକାର ଆଡ଼ରୁ ତାପରେ ଆମ ଜୟପୁର ଯେତେ କଳାକାର ଅଛନ୍ତି ଅଭିଭୂତ କୋରାପୁଟ ଜିଲ୍ଲାର ଆମେ ନିଶ୍ଚୟ ଦାବି କରିବୁ ସେଟା ହଉ ବୋଲି ନିହାତି ଦରକାର ସେଟା ନାଇଁ ଉଭୟ କେନ୍ଦ୍ର ସରକାର କଥା କୁହନ୍ତୁ କିମ୍ବା ରାଜ୍ୟ ସରକାର କଥା କୁହନ୍ତୁ ସମସ୍ତେ ସେଲ୍ଫ ଡିପେଣ୍ଡେନ୍ସି କୋର୍ସ ଉପରେ ବେଶୀ ନିର୍ଭର କରୁଛନ୍ତି ଟେକ୍ନିକାଲ ଏଜୁକେସନ ଆଇଟି ଉପରେ ବେଶୀ ଫୋକସ୍ କରାଯାଉଛି এই ক্ষেত্রে যদি ফোকস কলে যে পাঠ পড়ুଛନ୍ତି আত্মনির্ভরশীল ହେଇପାରନ୍ତି ନିଶ୍ଚୟ ହେବେ ଯଦି ଜଣେ ସେ ଲାଇନ୍ରେ ଯଦି ପଢ଼ିବେ ନିଶ୍ଚୟ ହେବେ ରହିପାରିବେ କିଏ ଗୀତ ଗାଇପାରିବ କିଏ କିଛି ନହେଲେ ମ୍ୟୁଜିକ୍ ଟିଚର ତ ହେଇପାରିବେ କିଛି ନହେଲେ ବି ଯଦି ସେ ନାଁ ଯଦି କମେଇ ନ ପାରିଲା ବହୁତ ତାର ଟ୍ୟାଲେଣ୍ଟ ନାହିଁ ଜଣେ ଟିଚର ତ ହେଇପାରିବ ନିଶ୍ଚୟ ପ୍ରୟାସ କରିବୁ ଆମେ ଆଗକୁ ଆଗାମୀ ଦିନରେ ନିଶ୍ଚୟ ପ୍ରୟାସ କରିବୁ ଏଇଟା ଏବେ ଗଭର୍ଣ୍ଣମେଣ୍ଟ ଯେଉଁ ନୂଆ ନିୟମ ହେଇଛି ତା ଅନୁସାରେ ଜୟପୁରରେ ଗୋଟେ ସଙ୍ଗୀତ ମହାବିଦ୍ୟାଳୟ ହଁ କିମ୍ବା ସଙ୍ଗୀତ ନାଟକ ଏକାଡେମୀରେ ଗୋଟେ ବ୍ରାଞ୍ଚ ହେଲେ ବି ହେଇଯିବ ଆମର ହଁ ଆମର ଇନଫ୍ରାଷ୍ଟ୍ରକ୍ଚର ଅଛି ଆମର ସଙ୍ଗୀତ ମହାବିଦ୍ୟାଳୟ ଅଛି ସେଇଟାକୁ ୟୁଜ୍ କରିକି ଆମେ କରିପାରିଥାନ୍ତେ ଜାଗା ଫାଗା ସବୁ ଅଛି ଆମ ପାଖରେ ଅଛି ସେଇଟା ତ ବହୁତ ବଢ଼ିଆ ହେଇଥାନ୍ତା କାହିଁକି ବୋଲେ ଷ୍ଟାଫ୍ ଆସିଥାନ୍ତେ ଷ୍ଟାଫ୍ ରହିଥାନ୍ତେ ବାହାରୁ ଆସିକି ରହିଥାନ୍ତେ ଭଲ ଶିକ୍ଷା ବି ମିଳିଥାନ୍ତା ପିଲାଙ୍କୁ ସବୁ ଜିନିଷରେ ସେଇଟା କିନ୍ତୁ କେତେ ଦୂର ସମ୍ଭବ ଆମେ ଜାଣିନୁ କିନ୍ତୁ ଡିମାଣ୍ଡ ଆମେ ତ ନିଶ୍ଚୟ କରିବୁ ସେଇଟା ହଉ ବୋଲି